ହାଏ ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ସୋୟାବିନ ଆଳୁ ତରକାରୀ କରିବା। ସୋୟାବିନ ପାଇଁ ମୁଁ ଭେଦେଇ ନେଇଛି ସୋୟାବିନ, ଆଳୁ ସିଝେଇ ଦେଇଛି। କଡ଼କାରେ ତେଲ ପକେଇକି ଏଇଠି କଡ଼କାରେ ସୋୟାବିନ ଭାଜି ନେବି। ସୋୟାବିନକି ଏଇଠି ହଳଦୀ ଲୁଣ ପକାଇ ଭଲ ଭାବରେ ଭାଜି ନେଇଛି। ଦେଖନ୍ତୁ ଭଲ ଭାବରେ ହେଇଯାଇଛି। ତା ସହିତ ଆଉ କଡ଼କାରେ ଜଷ୍ଟ ଟିକେ ତେଲ ପକେଇକି ମୁଁ ଅଦା, ରସୁଣ, ପିଆଜ, ଟମାଟୋ ଭାଜି ନେଇଛି। ଗ୍ରାଇଣ୍ଡିଙ୍ଗ ଜାର୍ରେ ଦେଇ ତାକୁ ଗ୍ରାଇଣ୍ଡିଙ୍ଗ କରିବି। ତା ସହିତ ମୁଁ ଏଠି ଗ୍ରାଇଣ୍ଡିଙ୍ଗ କରି ନେଇଛି। ତାପରେ ମୁଁ ଯେଉଁ କଡ଼କାରେ ଜଷ୍ଟ ଟିକେ ତେଲ ପକେଇକି ଫେରେ କଟେଇକି ଗୋଟେ ପିଆଜ ପକେଇ ଦେଇଛି। ମସଲା ତା ସହିତ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ମସଲା ଦେଇ ଦେଇଛି। ତା ସହିତ ହଳଦୀ, ଲୁଣ, ଧନିଆ ପାଉଡ଼ର, କାଶ୍ମୀରୀ ଚିଲି ଦେଇ ଦେଇଛି। ତା ସହିତ ଭଲ ଭାବରେ ମସଲାକୁ କଷି ନେବି। ଏଇଠି ଦେଖନ୍ତୁ ମୋର ମସଲା ଭଲ ଭାବରେ କଷି ହେଇଯାଇଛି। ଭାଜିକି ରଖିଥିବା ସୋୟାବିନ ଆଳୁ ମୁଁ ଦେଇ ଦେଇଛି। ତା ସହିତ ଗରମ ମସଲା ପକାଇ ଜଷ୍ଟ ଟିକେ ପାଣି ଦେଇଦେବି। ଭିଡ଼ିଓଟି ଭଲ ଲାଗିଥିଲା ଆପଣମାନଙ୍କୁ ଲାଇକ୍, କମେଣ୍ଟ, ସେୟାର କରିବେ। ଫଲୋ, ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।